ভিজিଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବୌଦ୍ଧ ସହକାରୀ ଟେକ୍ସଟାଇଲ ଅଫିସର ଦୁଇ ଅଧିକାରୀ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବାଉଁଶୁଣୀ ଥାନା ବୈଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର 13,31,000 ଟଙ୍କା ସୁପାରିଶ ନିମନ୍ତେ ସମ୍ପାଦକ ପଞ୍ଚାନନ ମେହେରଙ୍କଠାରୁ ନେଉଥିଲେ ଏହି ଟଙ୍କା ଲାଞ୍ଚ। ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ହେଉଛନ୍ତି କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ। ଦୁଇ ଜଣ ରହୁଥିବା ବୌଦ୍ଧ ସ୍ଥିତ ଭଡ଼ା ଘର ଜଗାନନ୍ଦ ବିହାର ଏବଂ ରଥସାହି ଭଡ଼ା ଘରେ ଚଢ଼ାଉ ଜାରି ରହିଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ ବିଭାଗ। ବୌଦ୍ଧରୁ ଅଜିତ ବାରିଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍।